ଗ୍ରାହକ କୁ ଆଉ ଏକ ବଡ଼ ଝଟକା। ଆଜି ପୁଣି ବଢ଼ିଲା କ୍ଷୀରର ଦର। ମଦ ଡେରି ପରେ ଏବେ ଅମୁଲ କ୍ଷୀରର ମୂଲ୍ୟ 2 ଟଙ୍କା ବୃଦ୍ଧି କରିଛି। ଏହା ପୂର୍ବରୁ ମଙ୍ଗଳବାର ରାତିରେ ମଦ ଡେରି କ୍ଷୀରର ମୂଲ୍ୟ 2 ଟଙ୍କା ବୃଦ୍ଧି ହୋଇଥିଲା, ଯାହା ବୁଧବାର ଏପ୍ରିଲ 30 ତାରିଖରୁ ସାରା ଦେଶରେ ଲାଗୁ ହୋଇଛି। ଅମୁଲ କ୍ଷୀରର ନୂତନ ମୂଲ୍ୟ ଗୁରୁବାର ମେ 1 ତାରିଖରୁ ସାରା ଦେଶରେ ଲାଗୁ ହେବ। ଦର ବୃଦ୍ଧି ପରେ ମଦ ଡାଏରୀ କ୍ଷୀରର ମୂଲ୍ୟ ଦିଲ୍ଲୀ ଏନସିଆଇର ମଦର ଡେରି ଟୋଣ୍ଡ ବା ବଲ୍ଭେଣ୍ଡ କ୍ଷୀରର ମୂଲ୍ୟ ପ୍ରତି ଲିଟର 54 ଟଙ୍କାରୁ ବୃଦ୍ଧି ପାଇ 56 ଟଙ୍କା ହେବ। ଫୁଲ୍ କ୍ରିମ୍ କ୍ଷୀରର ମୂଲ୍ୟ ପ୍ରତି ଲିଟର 68 ଟଙ୍କାରୁ 59 ଟଙ୍କାକୁ ବୃଦ୍ଧି ପାଇବ। ଏହା ସହିତ ଟୋଣ୍ଡ କ୍ଷୀର ବା ପାଉଚର ମୂଲ୍ୟ ପ୍ରତି ଲିଟର 56 ଟଙ୍କାରୁ 57 ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡବଲ ଟୋଣ୍ଡ କ୍ଷୀରର ମୂଲ୍ୟ ପ୍ରତି ଲିଟର 49 ଟଙ୍କାରୁ 51 ଟଙ୍କାକୁ ବୃଦ୍ଧି କରାଯାଇଛି। ଗାଈ କ୍ଷୀରର ମୂଲ୍ୟ ପ୍ରତି ଲିଟର 57 ଟଙ୍କାରୁ 59 ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ କିଛି ମାସ ମଧ୍ୟରେ ମୂଲ୍ୟ 4ରୁ 5 ଟଙ୍କା ବୃଦ୍ଧି ପାଇଛି। ମଦ ଡେରି ଅଧିକାରୀ କହିଛନ୍ତି ଯେ କ୍ରୟ ମୂଲ୍ୟ ନିରନ୍ତର ବୃଦ୍ଧି ପାଇଛି। ଗତ କିଛି ମାସ ମଧ୍ୟରେ ପ୍ରତି ଲିଟର ପିଛା ମୂଲ୍ୟ 4ରୁ 5 ଟଙ୍କା ବୃଦ୍ଧି ପାଇଛି। ମଦ ଡେରି ଦିଲ୍ଲୀ ଏନସିଆର ବଜାରରେ ଦୈନିକ ପ୍ରାୟ 35 ଲକ୍ଷ ଲିଟର କ୍ଷୀର ନିଜସ୍ୱ ଆଉଟଲେଟ୍, ସାଧାରଣ ବାଣିଜ୍ୟ ଏବଂ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରି କରେ। ସେ କହିଥିଲେ, ଆମେ ଆମ ଚାଷୀଙ୍କ ଜୀବିକାକୁ ସମର୍ଥନ କରିବା ସହିତ ଗ୍ରାହକମାନଙ୍କୁ ଗୁଣାତ୍ମକ କ୍ଷୀରର ନିରନ୍ତର ଉପଲବ୍ଧ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ। ମଦ ଡେରି ଦୁଗ୍ଧ ଚାଷୀମାନଙ୍କଠାରୁ କଞ୍ଚା କ୍ଷୀରର କ୍ରୟ ମୂଲ୍ୟ ବୃଦ୍ଧିକୁ ଲକ୍ଷ୍ୟ ବୃଦ୍ଧି ବୋଲି ରହିଛି। ମଦ ଡେରି କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ କ୍ଷୀର କିଣିବା ପାଇଁ ଅଧିକ ମୂଲ୍ୟ ଦେବା ସତ୍ତ୍ୱେ ଆମେ ମୂଲ୍ୟ ବୃଦ୍ଧି କରୁନାହୁଁ। ଏହା ବ୍ୟତୀତ ସାରା ଦେଶରେ ଗରମ ହେତୁ କ୍ଷୀର ଉତ୍ପାଦନ ଆହୁରି ପ୍ରଭାବିତ ହେବାର ସମ୍ଭାବନା ରହିଛି।